ଚଳିତ 2026 ମସିହା ଜୁନ୍ ମାସ 2 ତାରିଖରୁ କର୍କଟ ରାଶିରେ ପ୍ରାୟ 1 ବର୍ଷ ପାଇଁ ଉଚ୍ଚ ଭାବରେ ବିରାଜମାନ କରିବାକୁ ଥିବା ଦେବଗୁରୁ ବୃହସ୍ପତି ମହାଗ୍ରହଙ୍କର ପ୍ରଭାବରୁ ଦ୍ୱାଦଶ ରାଶିଚକ୍ରର 12 ଗୋଟି ରାଶି ଏହି ବର୍ଷର କେଉଁ ସମୟରେ ଅର୍ଥ ପ୍ରାପ୍ତି କରିବାର ବିଶେଷ ସୁଯୋଗ ପାଇପାରିବେ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ଗ୍ରହ ଜଗତର ସବୁଠାରୁ ଶୁଭ ଗ୍ରହ ବୃହସ୍ପତି ମହାଗ୍ରହ। ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ବୃହସ୍ପତି ମହାଗ୍ରହଙ୍କୁ ଧନକାରକ ତଥା ଲକ୍ଷ୍ମୀକାରକ ଗ୍ରହ ରୂପେ ଗ୍ରହଣ କରାଯାଇଅଛି। ଏ ସମ୍ପର୍କରେ ଏକ ଜ୍ୟୋତିଷୀୟ ଆପ୍ତବାକ୍ୟ ବିଶେଷ ଭାବେ ପ୍ରଚଳିତ। ତାହା ହେଲା, ଜୀବେ ଦ୍ୱିତୀୟ ଧନଧାନ୍ୟ ଲାଭ, ସୂତାର୍ଥ ଲାଭ ନବପଞ୍ଚକେଷୁ, ଜାମିତ୍ର ସଂସ୍ତେ ବିପୁଳାଞ୍ଚ ଲକ୍ଷ୍ମୀ, ଏକାଦଶେ ସର୍ବଶୁଭ ଫଳଦା ଭବନ୍ତୁ। ଏହାର ଅର୍ଥ ହେଲା, ଜୀବ ମାନେ ବୃହସ୍ପତି ମହାଗ୍ରହ ରାଶି ଚକ୍ରର ଚନ୍ଦ୍ର ଥିବା ରାଶିର ଦ୍ୱିତୀୟ ତଥା ଧନସ୍ଥାନରେ ଅବସ୍ଥାନ କଲେ ଜାତକକୁ ଧନ ଓ ସମ୍ପତ୍ତି ପ୍ରଦାନ କରିଥାନ୍ତି। ସେହିପରି ଚନ୍ଦ୍ର ଥିବା ରାଶିର ନବମ ସ୍ଥାନରେ ଅବସ୍ଥାନ କଲେ ସୁତ ଅର୍ଥାତ୍ ପୁତ୍ର ଏବଂ ଅର୍ଥ ଲାଭ କରାନ୍ତି। ଜାମିତ୍ର ସଂସ୍ତେ ବିପୁଳାଞ୍ଚ ଲକ୍ଷ୍ମୀ ଅର୍ଥାତ୍ ଚନ୍ଦ୍ର ରାଶିର ସପ୍ତମ ସ୍ଥାନରେ ବୃହସ୍ପତି ଗୋଚର କରୁଥିବା ସମୟରେ ବ୍ୟକ୍ତିକୁ ପ୍ରଚୁର ଧନ ଅଥବା ଲକ୍ଷ୍ମୀ ପ୍ରଦାନ କରିଥାନ୍ତି। ସେହିପରି ଜାତକର ଚନ୍ଦ୍ର ଥିବା ରାଶିର ଏକାଦଶ ବା ଆୟ ସ୍ଥାନରେ ଦେବଗୁରୁ ବୃହସ୍ପତି ଅବସ୍ଥାନ କଲେ ବ୍ୟକ୍ତିର ଆୟ ବୃଦ୍ଧି ହେବା ସହିତ ପ୍ରଚୁର ଲାଭ କରିଥାଏ ତଥା ଏହି ସମୟରେ ବ୍ୟକ୍ତିର ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ଏହାଛଡ଼ା ବୃହସ୍ପତି ମହାଗ୍ରହଙ୍କର ଦୃଷ୍ଟିକୁ ଅତ୍ୟନ୍ତ ଶୁଭ ବୋଲି ଜ୍ୟୋତିଷ ଶାସ୍ତ୍ର ବର୍ଣ୍ଣନା କରିଥାଏ। ଦ୍ୱାଦଶ ରାଶିଚକ୍ରର ଯେଉଁ ସ୍ଥାନରେ ନୈସର୍ଗିକ ଶୁଭ ଗ୍ରହ ଦେବଗୁରୁ ବୃହସ୍ପତି ମହାଗ୍ରହ ଅବସ୍ଥାନ କରିଥାନ୍ତି, ସେହି ସ୍ଥାନଠାରୁ ପଞ୍ଚମ, ନବମ ସ୍ଥାନକୁ ଦୃଷ୍ଟି ପ୍ରଦାନ କରିଥାନ୍ତି। ବୃହସ୍ପତି ମହାଗ୍ରହଙ୍କର ଦୃଷ୍ଟିର ପ୍ରଭାବରୁ ଜାତକ ଚକ୍ରରେ ସେହି ସବୁ ସ୍ଥାନ ଅଥବା ଭାବର ବିଶେଷ ବୃଦ୍ଧି ଘଟିଥାଏ। ଏହିସବୁ ତଥ୍ୟକୁ ବିଚାରକୁ ନେଇ ଆଗାମୀ ଅଧ୍ୟାୟରେ ଜାଣିବା। ଚଳିତ 2026 ମସିହା ଜୁନ୍ ମାସ 2 ତାରିଖରୁ କର୍କଟ ରାଶିରେ ପ୍ରାୟ 1 ବର୍ଷ ପାଇଁ ଉଚ୍ଚ ଭାବରେ ବିରାଜମାନ କରିଥିବା ଦେବଗୁରୁ ବୃହସ୍ପତି ମହାଗ୍ରହଙ୍କର ପ୍ରଭାବରୁ ଦ୍ୱାଦଶ ରାଶିଚକ୍ରର 12 ଗୋଟି ରାଶି ବର୍ଷର କେଉଁ ସମୟରେ ଅର୍ଥପ୍ରାପ୍ତି କରିବାର ବିଶେଷ ସୁଯୋଗ ପାଇପାରିବେ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍ ଓ କମେଣ୍ଟ କରିବା ପାଇଁ ଅନୁରୋଧ। ନମସ୍କାର, ତପନ।